ଝୁଣା ପ୍ରଚୁର ମାତ୍ରାରେ ପାଇବେ। ସବୁଠୁ କମ୍ ଦାମରେ ଆସିକି ଆପଣ ଝୁଣା ପାଇପାରିବେ। ଆଜିର ଭିଡ଼ିଓଟିକୁ ଆମେ ଜଗନ୍ନାଥଙ୍କୁ ସ୍ମରଣ କରି ଆରମ୍ଭ କରିବା। ଜୟ ଜଗନ୍ନାଥ। ସକାଳୁ ସକାଳୁ କୋହଲା କୋହଲା ଶୀତ ପଡୁଥାଏ। ଏପଟ ଆମ ଗାଡ଼ି ମାଡ଼ି ଯାଉଥାଏ ମହାପ୍ରଭୁ ଗୁପ୍ତେଶ୍ୱରଙ୍କ ପୀଠ ଆଡ଼କୁ। ଆପଣମାନେ ଜାଣିଥିବେ ଗୁପ୍ତେଶ୍ୱରଙ୍କ ପୀଠ ତ୍ରେତୟା ଯୁଗରୁ ୟାର ବର୍ଣ୍ଣିତ ହୋଇଛି। ଆମେ ତିନି ଜଣ ସାଙ୍ଗ ବହୁତ ଏକ୍ସାଇଟେଡ୍ ଥିଲୁ ଦର୍ଶନ କରିବା ଲାଗି। କେମିତି କ'ଣ ଅଛି, କେମିତି କ'ଣ ଆଉ ତାର ଚତୁଃପାର୍ଶ୍ୱରେ ଅଛି, ତାର ହିଷ୍ଟ୍ରି କ'ଣ ସବୁ ଜାଣିବା ପାଇଁ ବହୁତ ଏକ୍ସାଇଟେଡ୍ ଥିଲୁ। ସେଥିମଧ୍ୟରେ ଆମ ଗାଡ଼ି ଯାଇ ପହଞ୍ଚି ଯାଇଥିଲା ଗୁପ୍ତେଶ୍ୱରଙ୍କ ପୀଠ ଏବଂ ଆମକୁ 50 ଟଙ୍କାର ଟିକେଟ୍ କାଟିବା ପାଇଁ ପଡ଼ିଥିଲା। ଆପଣମାନେ ଦେଖିବା ପାଇଁ ପାଉଥିବେ 2 ଚକିଆ ଯାନ ପାଇଁ 10 ଟଙ୍କା, 3 ଚକିଆ ପାଇଁ 20 ଟଙ୍କା, 6 ଚକିଆ ଏବଂ 4 ଚକିଆ ପାଇଁ ଆପଣ 50 ଟଙ୍କା ଦେବା ପାଇଁ ପଡ଼ିବ। ଆମ ଗାଡ଼ି ଆସ୍ତେ ଆସ୍ତେ ପାର୍କିଂ ଆଡ଼କୁ ଯିବା ପାଇଁ ଲାଗିଥିଲା ଏବଂ ପାର୍କିଂରେ ଆମ ଗାଡ଼ିଟି ଆସି ରହିଯାଇଥିଲା ଏବଂ ପାର୍କିଂରେ ଆମ ଗାଡ଼ିଟିକୁ ରଖିଦେଇ ଆମେ ଚାଲି ଯାଇଥିଲୁ ମନ୍ଦିର ଆଡ଼କୁ। ଯେହେତୁ ଆମେ ଭୋର ସକାଳୁ ଆସିଥିଲୁ ତେଣୁକରି ଆମେ ଗାଧୁଆ ପାଧୁଆ କରିନଥିଲୁ। ଫାଷ୍ଟ ଆମର ପ୍ରାୟୋରିଟି ଥିଲା ଗାଧୁଆ କରିଦେବା।